हेलो फ्रेंड्स, जय जगन्नाथ। आमे बाहरी जाइथिलु भुवनेश्वररू माँ तारिणीଙ୍କ अभिमुखे घटगाँ ଯିବା ପାଇଁ। ସକାଳ 6ଟାରୁ ଆମେ ବାହାରି ସାରିଥିଲୁ। 11:30ରେ ପହଞ୍ଚିଲୁ ସେଠି। ମାଙ୍କର ଦର୍ଶନ ଲାଗି ପ୍ରବଳ ଭିଡ଼ ଥିଲା, ଯେହେତୁ ଶନିବାର ଥିଲା। ସେଠି ମା ନଡ଼ିଆ ରାଣୀଙ୍କର ନଡ଼ିଆ ଭଙ୍ଗା ଚାଲିଥାଏ। ଆମର ଗୋଟେ ଛୋଟ ଅଭିଷେକ ଥିଲା, ସୋ ସେଇଠି ଆମେ ପହଞ୍ଚି ଯାଇଥିଲୁ 11:30 12ଟା ଭିତରେ। ତାପରେ ଆମେ ଚାଲି ଯାଇଥିଲୁ ମାଙ୍କର ଦର୍ଶନ ଲାଗି। କିନ୍ତୁ ଦୁଃଖର ବିଷୟ ଯେ ଦର୍ଶନ ଭିତରକୁ ଫୋନ୍ ଛାଡ଼ୁନାହାନ୍ତି, ସେହେତୁ ଆମେ ସେ ଭିଡ଼ିଓ କରିପାରିନଥିଲୁ। ତ ଫୋନ୍ ଆଉ ବେଗ୍ ନେଇକି ଆମେ ଲକର୍ ରୁମ୍ରେ ସବମିଟ୍ କରିଦେଇଥିଲୁ। ତାପରେ ଆମେ ଚାଲି ଯାଇଥିଲୁ ପ୍ରସାଦ ଆଣିବା ପାଇଁ। ପୂଜା ସାମଗ୍ରୀ ଯାହା ଯାହା ସେଇ ସାଇଡ଼୍ରେ ଦୋକାନ ଥିଲା, ସେଇଠୁ ନେଇକି ପଳେଇ ଆସିଲୁ। ଏଇଠି ଆପଣଙ୍କର ଯାହାର ମାନସିକ ଥାଉଛି, ସେ ସାଇଡ଼୍ରେ ଚୋଟି ସମର୍ପଣ କରିବା ପାଇଁ ମଧ୍ୟ ଘର ଅଛି। ତାପରେ ଆମେ ଚାଲି ଯାଇଥିଲୁ ମାଙ୍କର ଦର୍ଶନ ପାଇଁ। ଦର୍ଶନ ସାରିକି ନଡ଼ିଆ ଭାଙ୍ଗିକି ମାଙ୍କର ପାଖରେ ମାନସିକ କରିକି ପଳେଇ ଆସିଲୁ। ବର୍ତ୍ତମାନ କିଛି ଭିଡ଼ିଓ ଫଟୋ ବଗେରା ନେଇଗଲୁ। ତାପରେ ଆମେ ଯାଇଥିଲୁ ପ୍ରସାଦ ଗ୍ରହଣ କରିବା ପାଇଁ। ଜଷ୍ଟ ମନ୍ଦିରର ଅପୋଜିଟ୍ ସାଇଡ଼୍ରେ ହିଁ ପ୍ରସାଦ ସେବନ ପାଇଁ ବ୍ୟବସ୍ଥା ଅଛି। ସେଇଠି ଆପଣ ଟିକଟ ବୁକ୍ କରିକିନା ପ୍ରସାଦ ସେବନ କରିପାରିବେ। ଆଉ ଏଠି ଶୌଚାଳୟ ବଗେରା ବି ସବୁ ସୁବିଧା ଅଛି, ରୁମ୍ ବଗେରା ଅଛି। ସବୁ ସାମାନ ପତ୍ର ଆପଣ ଲକର୍ ରୁମ୍ରେ ରଖିକି ବି ଆରାମସେ ବୁଲି ପାରିବେ, କିଛି ଅସୁବିଧା ନାହିଁ। ନେକ୍ସଟ ଆମେ ଯାଇଥିଲୁ ସାଇଡ଼୍ରେ ଗୋଟେ ଶିବ ମନ୍ଦିର ଅଛି, ସେଇଠି ଦର୍ଶନ ପାଇଁ। ସୋ ଫ୍ରେଣ୍ଡ, ଭିଡ଼ିଓଟି ଆପଣମାନଙ୍କୁ କେମିତି ଲାଗିଲା ନିଶ୍ଚୟ ଜଣାଇବେ। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।